ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପସି ପଞ୍ଚାୟତର କେତାଙ୍ଗ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ସୂଚନା ଅନୁଯାୟୀ କେତାଙ୍ଗ ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ଆକାଶ ନାୟକ 15 ବର୍ଷ ଗ୍ରାମ ନିକଟସ୍ଥ ବଡ଼ ମସିଣାବିଲା ରାସ୍ତାର ଚାରିପୁଳିଆ ନାଳରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗତକାଲି 3 ଜଣ ସାଙ୍ଗ ଏହି ନାଳକୁ ମାଛ ଧରିବା ପାଇଁ ଯାଇଥିଲେ। 2 ଜଣ ଘରକୁ ଫେରି ଆସିଥିବା ବେଳେ ଆକାଶ ଘରକୁ ଫେରି ନଥିଲା। ଆଜି ସମ୍ପୃକ୍ତ ଅନ୍ୟ 2 ଜଣଙ୍କୁ ପଚରାଉଚରା କରିବା ପରେ ଆକାଶ ଅଧିକ ମାଛ ଧରିବା ପାଇଁ ରହିଯାଇଥିବା ସେମାନେ ବୟାନ ଦେବାରୁ ଖୋଜାଖୋଜି ପରେ ଆଜି ଚାରିପୁଳିଆ ନାଳରୁ ଆକାଶର ଶବକୁ ଭିଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଏନେଇ ଘଟଗାଁ ଥାନାରେ 57/2025 ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଇଛି। ମୃତକ ଆକାଶଙ୍କ ପିତା ବାହାର ରାଜ୍ୟରେ ଥିବାବେଳେ ଘଟଣା ସମ୍ପର୍କରେ ତାଙ୍କୁ ସୂଚନା ଦିଆଯାଇଛି। କେନ୍ଦୁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ଶ୍ରୀକ୍ଷେତ୍ର ନ୍ୟୁଜ।